ଜୟ ଜଗନ୍ନାଥ ବନ୍ଧୁଗଣ, ୱେଲକମ୍ ଟୁ ସାହିତ୍ୟ ଶିକ୍ଷା। ପିଲାମାନେ ପୂର୍ବ କ୍ଲାସ୍ରେ ଆମେ ଆଲୋଚନା କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର କାରା କବିତା ସଂକଳନରୁ ସଂଗୃହୀତ ବନ୍ଦୀର ବୀର ବ୍ୟଥା କବିତାଟିକୁ। ତେବେ ଆମେ ସମସ୍ତେ ଦେଖିଥିଲେ ଯେ ଉତ୍କଳମଣି ହଜାରିବାଗ ଜେଲରେ ବନ୍ଦୀ ଥିବା ସମୟରେ ଜେଲ୍ ପ୍ରାଙ୍ଗଣରେ ସେ ବୁଲୁଥିଲେ। ସେହି ସମୟରେ ଦିନ ସରିଯାଇଥିଲା ଏବଂ ସନ୍ଧ୍ୟା ସମୟ ଆସିଛି। ଏହି ସନ୍ଧ୍ୟା ସମୟରେ ସୂର୍ଯ୍ୟ ଯେତେବେଳେ ଅସ୍ତ ହେଉଛନ୍ତି, ଏହି ସନ୍ଧ୍ୟା ସମୟର ଦୃଶ୍ୟକୁ ଦେଖିକିରି ଗୋପବନ୍ଧୁ ଦାସ ଅତ୍ୟନ୍ତ ବ୍ୟଥିତ ହୋଇଯାଇଛନ୍ତି ଏବଂ ତାଙ୍କ ମନରେ ବିରହ ବେଦନା ସୃଷ୍ଟି ହୋଇଛି ହେଲା। ତେବେ ଏଇ ଯେଉଁ ସନ୍ଧ୍ୟା ସମୟର ଦୃଶ୍ୟଟାକୁ ଦେଖିକିରି ତାଙ୍କର ନିଜର ପ୍ରିୟଜନ କଥା, ପ୍ରିୟ ଲୋକଙ୍କର କଥା, ମାତୃଭୂମି କଥା ମନେ ପଡ଼ିଛି। ସେ ନିଜସ୍ୱ କଥାଟିକୁ କ'ଣ କରିଛନ୍ତି ନା ମାନବୀୟ ଦୃଷ୍ଟିକୋଣରୁ ଏବଂ ମାନବୀୟ ଦୃଷ୍ଟିଭଙ୍ଗୀରୁ ସେ ଅତି ସୁନ୍ଦର ଭାବରେ ନିଜ କବିତାରେ ସେ ଉଲ୍ଲେଖ କରିଛନ୍ତି। ପ୍ରକୃତିକୁ ଇଙ୍ଗିତ କରିକିରି ପ୍ରକୃତି ସହିତ ମାନବର ମନୋଭାବର ସମନ୍ୱୟ ଉକ୍ତ କବିତାରେ ସେ ସ୍ଥାନ ଦେଇଛନ୍ତି। ତେବେ ଆମେ ଦେଖିଥିଲେ ଯେ କିପରି ଭାବରେ ସେ ସନ୍ଧ୍ୟା ସମୟର ଦୃଶ୍ୟକୁ ବର୍ଣ୍ଣନା କରିଥିଲେ। ଯେମିତି ମଧୁର ବସନ୍ତ ସମୟ, ବସନ୍ତ ଋତୁ, ଏ ବସନ୍ତ ଋତୁରେ ଦିନ ସରିଯାଇଛି, ସୂର୍ଯ୍ୟ ପୂର୍ବ ଦିଗକୁ ଛାଡ଼ି ପଶ୍ଚିମ ଦିଗକୁ ଯିବେ। ତେଣୁ ଏହି ସମୟରେ କ'ଣ ହେଇଛି ନା ଉତ୍କଳମଣି ଠିଆକି ଦେଖୁଛନ୍ତି ଏ ଦୃଶ୍ୟ ଗୁଡ଼ିକ। ତେଣୁ ସୂର୍ଯ୍ୟଙ୍କର ବିଦାୟ ପାଇଁ ପ୍ରକୃତି ମାତା ଏବଂ ଧରଣୀ ମାତା କ'ଣ କରୁଛି ନା ବିଦାୟକାଳୀନ ବିଦାୟର ଆୟୋଜନକୁ ସେ ପ୍ରସ୍ତୁତି କରିଛି। ତାହେଲେ କିପରି ଭାବରେ ବିଦାୟର ଆୟୋଜନ ଚାଲିଛି ନା ନାନା ରଙ୍ଗର ଚାନ୍ଦୁଆରେ ଆକାଶ ପରିଚ୍ଛଦ ହୋଇଛି। ନାନା ରଙ୍ଗର ଚାନ୍ଦୁଆରେ ଆମର ଅମ୍ବର ବା ଆକାଶ କ'ଣ ଅଛି ନା ଘୋଡ଼େଇ ପଡ଼ିଛି। ଏମିତି ଆକାଶଟା ଦେଖାଯାଉଛି। ସୂର୍ଯ୍ୟ ଅସ୍ତ ହେଲା ବେଳେ ଆକାଶରେ ନା ସୁନେଲି ରଙ୍ଗ ଦେଖାଯାଏ, ତେଣୁ ସେ ଇନ୍ଦ୍ରଧନୁ ପଡ଼ିଥାଏ। ତ ସେ କହୁଛନ୍ତି ନାନା ରଙ୍ଗର ଚାନ୍ଦୁଆରେ ଆକାଶଟା କ'ଣ ହେଇଛି ନା ଘୋଡ଼େଇ ହେଇକି ଅଛି। ତାପରେ ଦଳ ଦଳ ପକ୍ଷୀମାନେ କରୁଣ ଗାନ କରିକିରି ଆକାଶରେ ଉଡ଼ି ବୁଲୁଛନ୍ତି। ଦଳ ଦଳ ପକ୍ଷୀମାନେ ଆକାଶରେ ଉଡ଼ି ବୁଲୁଛନ୍ତି ଏବଂ କରୁଣ ଗାନ କରୁଛନ୍ତି। କାହିଁକି ନା ସୂର୍ଯ୍ୟଙ୍କର ଅସ୍ତ ହେଉଥିବାରୁ ଏବଂ ସନ୍ଧ୍ୟା ସମୟ ଆସୁଥିବାରୁ। ତେଣୁ ଆଉ କ'ଣ ହେଇଛି ନା ତରୁଗିରି କହିଲେ ଗଛଲତା ପାହାଡ଼, ଏମାନେ କ'ଣ କରୁଛନ୍ତି ନା ନିଜର ଛାୟାକୁ ବିସ୍ତାର କରିକିରି ନିଜର ଛାୟା ବିସ୍ତାର କରିକି ସୂର୍ଯ୍ୟଦେବଙ୍କ ପାଦ ତଳେ ପ୍ରଣାମ କରୁଛନ୍ତି। ସୂର୍ଯ୍ୟଙ୍କୁ ପ୍ରଣାମ କରୁଛନ୍ତି। ସେ ଯେତେବେଳେ ସନ୍ଧ୍ୟା ହୁଏ ପାହାଡ଼ର ଛାଇ ବଢ଼ି ବଢ଼ିଯାଏ, ଗଛଲତାଙ୍କର ଛାଇ ବଢ଼ି ବଢ଼ିକି ଯାଏ। ତେଣୁ ସେମାନେ ନିଜର ଛାୟା ବିସ୍ତାର କରିକିରି ସୂର୍ଯ୍ୟଦେବଙ୍କ ପାଦ ତଳେ ପ୍ରଣାମ କରୁଛନ୍ତି। ଏବଂ ସୂର୍ଯ୍ୟଦେବ କ'ଣ କରୁଛନ୍ତି ନା ସେଇ ତରୁଗିରିଙ୍କର ମସ୍ତକରେ ହେମବରଣୀ ପାଟକୁ ପିନ୍ଧେଇ ଦେଉଛନ୍ତି। କେମିତି ନା ହେମବରଣୀ ପାଟ କହିଲେ ସୁନେଲି ରଙ୍ଗର, ସୂର୍ଯ୍ୟ ଅସ୍ତ ଗଲାବେଳେ ଆକାଶ ସୁନେଲି ରଙ୍ଗ ହେଇଥାଏ। ତେଣୁ ଏ ପାହାଡ଼ ଉପରେ ଗଛଲତାଙ୍କ ଉପରେ ବା ମସ୍ତକରେ ସୁନେଲି ରଙ୍ଗ ପଡ଼ିଥିବାରୁ ହେମବରଣୀ ପାଟ ବୋଲି କବିତାକୁ କହୁଛନ୍ତି। ଯେ ହେମବରଣୀ ପାଟକୁ ସୂର୍ଯ୍ୟଦେବ ପାହାଡ଼ ଗଛଲତାଙ୍କର ମୁଣ୍ଡରେ ପିନ୍ଧେଇ ଦେଉଛନ୍ତି। ବୁଝିଲା। ଏବଂ ପ୍ରାଚୀ ଅଭିମୁଖେ ନିଜର ହାତକୁ, ଶୀତଳ ହାତକୁ କରକୁ ସେ ବଢ଼େଇ ଦେଇକିରି, ପ୍ରାଚୀ ଅଭିମୁଖେ ଗଲେ ପୂର୍ବ ଦିଗକୁ ନିଜର ହାତ ବଢ଼େଇ ଦେଇକିରି ଆଶ୍ୱାସନା ଦେଉଛନ୍ତି, ନିଜ ସ୍ନେହ ଦେଖାଉଛନ୍ତି ଏବଂ ଆଶ୍ୱାସନା ଦେଇ କହୁଛନ୍ତି ଯେ ତୁମେ ଦୁଃଖରେ କାତର ହୁଅ ନାହିଁ, ଅଚିରେ ମୁଁ ଫେରି ଆସିବି ଜଲ୍ଦି। ଅଚିରେ କହିଲେ ଶୀଘ୍ର, ମୁଁ ଶୀଘ୍ର ଫେରି ଆସିବି ତୋ ପାଖକୁ, ତେଣୁ ତୁମେ ଦୁଃଖରେ କାତର ହୁଅ ନାହିଁ। ତେଣୁ ଏତିକି ବିଷୟ ଆମେ ଆଲୋଚନା କରିଥିଲେ। ଏହିଭଳି ଭାବରେ ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କର ବିଦାୟକାଳୀନ ଆୟୋଜନ ଆକାଶରେ ପ୍ରକୃତି ମାତା ସୃଷ୍ଟି କରିଛି। ତେଣୁ ତାପରେ କବି କହୁଛନ୍ତି ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପ୍ରାଚୀକ ପଳେ, ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବୋଳେ। ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପ୍ରାଚୀକ ପଳେ। ଅନୁରାଗ କହିଲେ ପିଲାମାନେ ସ୍ନେହର ରଙ୍ଗ। ସ୍ନେହର ରଙ୍ଗକୁ ପ୍ରାଚୀ କପଳେ, କପଳେ କହିଲେ ଏଠି କ'ଣ ନା ଗାଲରେ। ପ୍ରାଚୀ କହିଲେ ପୂର୍ବ ଦିଗ, କପଳ କହିଲେ ଗାଲ। ଅନୁରାଗ ରଙ୍ଗ, ତେଣୁ ପୂର୍ବ ଦିଗର ଗାଲରେ ସ୍ନେହର ରଙ୍ଗକୁ ଲଗେଇ ଦେଉଛନ୍ତି କିଏ ସେ ନା ସୂର୍ଯ୍ୟ। ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବୋଳେ। ତେଣୁ ସୂର୍ଯ୍ୟ ସ୍ନେହର ରଙ୍ଗକୁ ପୂର୍ବ ଦିଗର ପ୍ରାଚୀର ଗାଲରେ, କପଳରେ ଲଗେଇ ଦେଉଛନ୍ତି, କିନ୍ତୁ ସେ ରଙ୍ଗ ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବୋଳି ଦେଉଛି। ବିରହ ଦୁଃଖ କ'ଣ କରୁଛି ନା କାଳି ବୋଳି ଦେଉଛି ତାଙ୍କ ମୁହଁରେ ବା ଗାଲରେ। ସୂର୍ଯ୍ୟଦେବ କ'ଣ କରୁଛନ୍ତି ନା ସ୍ନେହର ରଙ୍ଗକୁ
ପୂର୍ବ ଦିଗର ଗାଲରେ ବୋଳି ଦେଉଛନ୍ତି। କିନ୍ତୁ ଏ ଯେଉଁ ବିରହ ଦୁଃଖ, ଏଇ ବିରହ ଦୁଃଖ କ'ଣ କରୁଛି ନା ସେ ପୂର୍ବ ଦିଗରେ କାଳି ବୋଳି ଦେଉଛି। କାଳିମା ବୋଳି ଦେଉଛି ମାନେ କ'ଣ ନା ରାତି ପଳେଇ ଆସୁଛି। ରାତି ହେଉଛି କ'ଣ ଅନ୍ଧକାର। ତେଣୁ ଯେହେତୁ ରାତି ଅନ୍ଧକାର ମାଡ଼ି ଆସୁଛି, ସେ କହୁଛନ୍ତି, କବି କହୁଛନ୍ତି ଯେ ଏଠି କାଳିମା ବୋଳି ଦେଉଛି। ହେଲା। ତେଣୁ ତାପରେ ଆସିଲା କ'ଣ, ରବି ଲାସ୍ୟ ହାସେ ପ୍ରକଟେ ଗୁରୁ ବିଷାଦ ରେଖା, ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ରବି ଲାସ୍ୟ ହାସେ ପ୍ରକଟେ ଗୁରୁ ବିଷାଦ ରେଖା। ରବି ଲାସ୍ୟ ହାସେ, ରବି କହିଲେ କ'ଣ ନା ସୂର୍ଯ୍ୟ। ସୂର୍ଯ୍ୟଙ୍କର ଏଇ ଯେଉଁ ଲୀଳାମୟ ଗତି, ଲାସ୍ୟ ହାସ୍ୟ ପିଲେ କହିଲେ ଲୀଳାମୟ ଗତି। ଏଇ ବା ତାଙ୍କର ମୁରୁକି ମୁରୁକି ହସିବା, ଲାସ୍ୟ ହାସ୍ୟ ଏଠି ହବ। ଲାସ୍ୟ ହାସ୍ୟ ମାନେ ମୁରୁକିକି ହସିବା। ସୂର୍ଯ୍ୟ କ'ଣ କରୁଛନ୍ତି ନା ମୁରୁକି ମୁରୁକି ହସୁଛନ୍ତି। ସୂର୍ଯ୍ୟଙ୍କ ମୁଖରେ ହସ ପ୍ରକାଶ ପାଉଛି, ହସୁଛନ୍ତି ସେ। କିନ୍ତୁ ଏଇ ହସରେ ଗୁରୁ ବିଷାଦ ରେଖା ଦେଖାଯାଉଛି। ଗୁରୁ ବିଷାଦ ରେଖା କହିଲେ କ'ଣ, ଗମ୍ଭୀର ବିଷାଦ ରେଖା, ଗମ୍ଭୀର ଦୁଃଖ। ବିଷାଦ ରେଖା କହିଲେ ଗମ୍ଭୀର ଦୁଃଖ। ଗୁରୁ ବିଷାଦ ରେଖା, ଗୁରୁ କହିଲେ କ'ଣ ଗମ୍ଭୀର, ଗମ୍ଭୀର ଦୁଃଖ ଦେଖାଯାଉଛି। ତେଣୁ ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ତେଣୁ ଏଇ ଯେଉଁ ଜିନିଷଟା, ସୂର୍ଯ୍ୟ ହସୁଛନ୍ତି କିନ୍ତୁ ସେ ହସରେ ବି ତାଙ୍କ ମୁଖରେ ଗଭୀର ଦୁଃଖ ଦେଖାଯାଉଛି। ତେଣୁ ଏଇ କଥାଟାକୁ କିଏ ଦେଖିପାରିବ ନା କେବଳ ଅନୁଭବୀ ହିଁ ଜାଣିପାରିବ। ଯେଉଁ ଲୋକ ନିଜେ ଦୁଃଖ କ'ଣ ଜାଣିଛି, ଅନୁଭବ କରିଛି, ସେ ଅନ୍ୟର ଦୁଃଖକୁ ସେ ଜାଣିପାରିବ। ଗୋଟେ ଲୋକ ସବୁବେଳେ ହସୁଛି, ଆମେ ତାକୁ ହସକୁରା ବୋଲି କହୁଛେ, ଖୁସିବାସୀ ଲୋକ ବୋଲି କହୁଛେ। କିନ୍ତୁ ତା ହସ ପଛରେ କେତେ ଯେଉଁ ଦୁଃଖ ଅଛି ତାକୁ କିଏ ଜାଣିପାରିବ ନା ଯେ ଅନୁଭବୀ ଲୋକ ସେଇ ଜାଣିପାରିବ। ତେଣୁ ନିଜେ ପଣ୍ଡିତ ଗୋପବନ୍ଧୁ ଦାସ ସେ ଯେହେତୁ ନିଜେ ଅନୁଭବୀ ସେ ଅନୁଭବରେ ଜାଣିପାରୁଛନ୍ତି ଯେ ସୂର୍ଯ୍ୟ ହସୁଛନ୍ତି ଏବଂ ସେ ହସରେ ଗୁରୁ ବିଷାଦ ରେଖା, ଗମ୍ଭୀର ଭାବରେ ଦୁଃଖ ପ୍ରକାଶ ପାଉଛି ବୋଲି କିଏ ସେ କବି ଆମର ଜାଣିପାରୁଛନ୍ତି ଦେଖିକି ତାଙ୍କୁ। ତେଣୁ ସେ କହୁଛନ୍ତି ସେଇଆ ଯେ ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ଯେ ଅନୁଭବୀ ତାରି ଆଖିକି ସେଟା କେବଳ ଦେଖାଯିବ। ଆହା ପ୍ରିୟଜନ ବିରହ କି ଦାରୁଣ କଷଣ, ପ୍ରୀତିପାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ। ଆହା ପ୍ରିୟଜନ ବିରହ କି ଦାରୁଣ କଷଣ। ଆହା, ତାପରେ କବି କହିଲେ ଆହା ପ୍ରିୟଜନ ବିରହ କି ଦାରୁଣ କଷଣ। ପ୍ରିୟଜନଙ୍କର କଷ୍ଟ, ବିରହ କେତେ କଷ୍ଟ। ଦାରୁଣ କହିଲେ ଅତି କଷ୍ଟ, କଷଣ କହିଲେ କଷ୍ଟ, ଦାରୁଣ କହିଲେ ଅତି, ଅନେକ କଷ୍ଟ, ଅନେକ ଦାରୁଣ, ବହୁତ ଭାବରେ କଷ୍ଟ। ତେଣୁ ପ୍ରିୟଜନଙ୍କର ଦୁଃଖ କି କଷ୍ଟ। ପ୍ରୀତିପାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ। ତେଣୁ ପ୍ରିୟଜନ ବିରହ ହେଉଛି କ'ଣ ବହୁତ କଷ୍ଟ। ନିଜ ପ୍ରିୟଜନ କହିଲେ ପିଲାମାନେ ନିଜ ଲୋକ ଠାରୁ ଆମେ ଦୂରେଇକି ରହିବା। ନିଜ ବାପା ମା ଭାଇକି ଛାଡ଼ିକିରି ଆମେ ଯାଇ ବାହାରେ ବିଦେଶରେ ରହିବା। ତେଣୁ ନିଜ ପ୍ରିୟଜନ ଠାରୁ, ପ୍ରିୟ ଲୋକଙ୍କ ଠାରୁ ଦୂରେଇକି ବାହାରେ ରହିଲେ, ଦୂରରେ ରହିଲେ ତାହା କେତେ ଯେ କଷ୍ଟ ଦିଏ, ଏଇ କଥାଟିକୁ କବି କହୁଛନ୍ତି। ତେଣୁ ପ୍ରିୟଜନଙ୍କ ଠାରୁ ଦୂରେଇକି ରହିଲେ ପ୍ରିୟଜନଙ୍କର ବିରହ ବହୁତ କଷ୍ଟ। ପ୍ରୀତିପାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ। ତେଣୁ ପ୍ରୀତିପାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ। ପ୍ରୀତିପାଶେ ବନ୍ଧା କହିଲେ ପ୍ରେମର ପାଶରେ, ଭଲ ପାଇବାରେ, ପ୍ରୀତିପାଶରେ, ପ୍ରେମର ପାଶରେ ଜଗତେ ସର୍ବ ଜଡ଼ ଚେତନ। ଜଗତରେ ଯେତେ ଜଡ଼ ଅଛନ୍ତି, ଜଡ଼ କହିଲେ ନିର୍ଜୀବ, ଯେତେ ନିର୍ଜୀବ ଅଛନ୍ତି, ସେ ପାହାଡ଼ ଗୋଡ଼ି ପଥର ବାଲି ମାଟି ଯେତେ ନିର୍ଜୀବ ଅଛନ୍ତି ଏବଂ ଯେତେ ସଜୀବ ଅଛନ୍ତି, ବୃକ୍ଷ ଲତା ପଶୁ ପକ୍ଷୀ ପ୍ରାଣୀ। ତେଣୁ ଏ ସମସ୍ତେ କ'ଣ ଜଗତରେ ଯେତେ ସଜୀବ, ଯେତେ ଜଡ଼ ନିର୍ଜୀବ ବା ଚେତନ, ଜଡ଼ ଚେତନ ଅଛନ୍ତି, ସଜୀବ ନିର୍ଜୀବ ଅଛନ୍ତି, ଇଏ ସମସ୍ତେ ହେଉଛନ୍ତି କେଉଁଥିରେ ବନ୍ଧା ହେଇଛନ୍ତି ନା ପ୍ରୀତିପାଶରେ ବନ୍ଧା ହେଇଛନ୍ତି। ସମସ୍ତେ ସ୍ନେହରେ ବନ୍ଧା। ପ୍ରୀତିପାଶ କହିଲେ ସ୍ନେହରେ, ହେଲା, ପ୍ରେମରେ ବନ୍ଧା, ସ୍ନେହରେ ବନ୍ଧା ହେଇଛନ୍ତି ସମସ୍ତେ। ତେଣୁ ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା, ପଲକେ ପଲକେ ପଡ଼ଇ ମନେ କେତେ କି କଥା। ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା, ଏ ବିରହ ଦୃଶ୍ୟ। ତେଣୁ ଏ ଯେଉଁ ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଉଛନ୍ତି, ପୂର୍ବ ଦିଗକୁ ଛାଡ଼ିକି, ପୃଥିବୀ ମାତାକୁ ଛାଡ଼ିକି ସେ ଯାଉଛନ୍ତି। ତେଣୁ ପ୍ରିୟଜନଙ୍କ ଠାରୁ ଦୂରେଇକି ଗଲେ କେତେ ଯେ କଷ୍ଟ ହୁଏ। କବି ଯାହା କହୁଛନ୍ତି ଯେ ପ୍ରିୟଜନଙ୍କ ଠାରୁ ଦୂରେଇ ଗଲେ ଅନେକ କଷ୍ଟ ହୁଏ, ବହୁତ କଷଣ ହୁଏ, ବହୁତ କଷ୍ଟ ହୁଏ। ତେଣୁ ଏଇ ସାରା ଜଗତରେ ଜଡ଼ ଚେତନ ସବୁ ସଜୀବ ନିର୍ଜୀବ ପ୍ରେମରେ ବନ୍ଧା ହେଇଛନ୍ତି, ପ୍ରୀତିରେ ବନ୍ଧା ହେଇଛନ୍ତି। ତେଣୁ ତାଙ୍କୁ ଅଲଗା କରିଦେଲେ କ'ଣ ହେବ ନା ସମସ୍ତେ ବିରହରେ ଦୁଃଖ ପାଇବେ, କଷ୍ଟ ପାଇବେ। ତେଣୁ ସେଇଭଳିଆ
ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା। ଏଇ ଯେଉଁ ବିରହ ଦୃଶ୍ୟଟା ମୁଁ ଦେଖୁଛି ସନ୍ଧ୍ୟା ସମୟରେ, ଏ ଯେଉଁ ଦୃଶ୍ୟ ଆଜି ମୁଁ ଦେଖୁଛି ଏ ସନ୍ଧ୍ୟା ସମୟରେ, ଏ ବିରହ ଦୃଶ୍ୟ, ଏ ବିରହ, ଏ ବିଚ୍ଛେଦ, ଏଇ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା, ବନ୍ଦୀର ପ୍ରାଣରେ ବ୍ୟଥା ଦିଅଇ। ଏଇ ଯେଉଁ ସନ୍ଧ୍ୟା ସମୟର ଦୃଶ୍ୟ, ସୂର୍ଯ୍ୟଙ୍କର ଅସ୍ତ ଅସ୍ତ ହେଉଥିବାର ଦୃଶ୍ୟଟା ବନ୍ଦୀର ପ୍ରାଣରେ, ବନ୍ଦୀ ମାନେ ନିଜକୁ କହୁଛନ୍ତି, ନିଜେ ଯୋଉ ଗୋପବନ୍ଧୁ ଦାସ ସେ ବନ୍ଦୀ ଅଛନ୍ତି ନା, ବନ୍ଦୀର ପ୍ରାଣରେ ବ୍ୟଥା ଦିଏ, କଷ୍ଟ ଦିଏ। ଏ ଦୃଶ୍ୟ ଆଜି କ'ଣ ବନ୍ଦୀର ପ୍ରାଣରେ କଷ୍ଟ ଦଉଛି। ପଲକେ ପଲକେ ପଡ଼ଇ, ମାନେ କେତେ କି କଥା, ପଲକେ ପଲକେ ମାନେ ଆଖି ଆଗରେ କେତେ କେତେ କଥା ମନେ ପଡ଼ିଯାଉଛି। ଏଇ ଦୃଶ୍ୟକୁ ଦେଖିକି, ଏ ସନ୍ଧ୍ୟା ସମୟର ଦୃଶ୍ୟକୁ ଦେଖିକିରି ମନରେ ବିରହ ବ୍ୟଥା ସୃଷ୍ଟି ହେଉଛି ଏବଂ ପଲକେ ପଲକେ, ଆଖି ପଲକରେ ଅନେକ ଅନେକ କଥା ମନେ ପଡ଼ିଯାଉଛି, ଆଖି ଆଗକୁ ପଳେଇ ଆସୁଛି। ବୁଝିଲା? ତାପରେ ସମ୍ଭାଳ ଟିକିଏ ସିପାହୀ ଚାବି ନଦିଅ ଦ୍ୱାରେ, ପ୍ରଣୟ ପ୍ରଭାବ ଦେଖିବି କ୍ଷଣେ ରହିବା ହାରେ। ତେଣୁ ଏଇ ସମୟରେ କ'ଣ ହେଇଛି ନା, ସମ୍ଭାଳ ଟିକିଏ ସିପାହୀ ଚାବି ନଦିଅ ଦ୍ୱାରେ, ସିପାହୀ ଆସିଛି ଚାବି ଦେବାକୁ, ଦୁଆର ପକେଇବାକୁ ଆସିଛି। ତେଣୁ ସବୁ କଏଦୀ ମାନେ ନିଜର କକ୍ଷ ଛାଡ଼ିକି ଯେଉଁ କାରାଗାରର ପ୍ରାଙ୍ଗଣରେ, ଜେଲର ପ୍ରାଙ୍ଗଣ ଭିତରେ ବା ପରିସର ମଧ୍ୟରେ ବୁଲୁଥିଲେ, ଗୋପବନ୍ଧୁ ଦାସ ମଧ୍ୟ ବୁଲୁଥିଲେ। ତେଣୁ ସନ୍ଧ୍ୟା ହେଇଗଲା ପରେ, ସନ୍ଧ୍ୟା ଯେତେବେଳେ ଆସିଯାଉଛି, ସିପାହୀ ଆସିଛି କ'ଣ କରିବାକୁ ନା, ସମସ୍ତ ବନ୍ଦୀମାନଙ୍କୁ କହିଛି ଯେ ତୁମର ସନ୍ଧ୍ୟା ହେଲାଣି, ତୁମର ସମୟ ସରିଗଲା, ଏବେ ତୁମେ କକ୍ଷକୁ, ନିଜ ନିଜ କକ୍ଷକୁ ଯାଅ, ନିଜ ନିଜ ରୁମ୍କୁ ଯାଅ, ତାଲା ପକାଯିବ। ତେଣୁ ଏହି ସମୟରେ ଗୋପବନ୍ଧୁ ଦାସ କହୁଛନ୍ତି, ସମ୍ଭାଳ ଟିକିଏ ସିପାହୀ ଚାବି ନଦିଅ ଦ୍ୱାରେ। ସେ ସିପାହୀ ତମେ ଟିକେ ସମ୍ଭାଳ, ଟିକେ ସମ୍ଭାଳି ଯା, ଚାବି ପକାନା ଦୁଆରେ, ଏବେ ତୁ ତାଲା ପକା ନାହିଁ। ପ୍ରଣୟ ପ୍ରଭାବ ଦେଖିବି କ୍ଷଣେ ରହିବା ହାରେ। ପ୍ରଣୟ ପ୍ରଭାବ, ଏଇ ଯେଉଁ ପ୍ରଣୟ ପ୍ରେମର ପ୍ରଭାବ ଚାଲିଛି, ଏଇ ଯେଉଁ ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଉଛନ୍ତି, ପ୍ରକୃତି ମାତା, ଧରଣୀ ମାତା ତାଙ୍କୁ ଅସ୍ତକାଳୀନ ବିଦାୟର ଆୟୋଜନ କରୁଛି। ଏଇ ଯେଉଁ ଦୃଶ୍ୟଟା, ଏଇ ଦୃଶ୍ୟଟାକୁ ମୁଁ ଆଉ ଟିକେ ଦେଖିବି। ତେଣୁ ହେ ସିପାହୀ, ତୁମେ ଦୁଆରର ତାଲା ପକାଅ ନାହିଁ, ଦୁଆର ଏବେ ବନ୍ଦ କର ନାହିଁ। ମୁଁ ଆଉ ଟିକେ ପ୍ରାଣ, ଏ ପ୍ରେମର ଭାବ ମୁଁ ଆଉ ଟିକେ ଦେଖିବି। ଏ ଯେଉଁ ପ୍ରଭାବ ଚାଲିଛି, ଏ ଦୃଶ୍ୟକୁ ମୁଁ ଆଉ ଟିକେ ଦେଖିବି। ପ୍ରଣୟ ପିଉସେ ମିଶିଛି କିଆଁ ବିରହ ବିଷ, ବିଶ୍ୱବାସୀ ପ୍ରତି ବିଚିତ୍ର ଏକି ବିଧି ଆଶିଷ। ପ୍ରଣୟ ପିଉସେ ମିଶିଛି କିଆଁ ବିରହ ବିଷ। ତାପରେ କବି କହୁଛନ୍ତି ଯେ ପ୍ରଣୟ ପିଉସେ ମିଶିଛି କିଆଁ ବିରହ ବିଷ। ପ୍ରଣୟ କିଏ ମାନେ ପ୍ରେମର, ପିଉଷ କହିଲେ ପିଲେ ଅମୃତ, ପିଉଷ ଅର୍ଥ ନା ଅମୃତ, ପ୍ରଣୟ ମାନେ ପ୍ରେମ। ତେଣୁ ପ୍ରେମ ରୂପକ ଅମୃତରେ କାହିଁକି ବିରହ ରୂପକ ବିଷ ମିଶିଛି। ଯଦି ସୁଖ ଅଛି, ଦୁଃଖ ଅଛି, ହସ ଥିଲେ ଲୁହ ଅଛି, ତେଣୁ ପ୍ରେମ ଥିଲେ ବିଚ୍ଛେଦ ଅଛି, ବିରହ ଅଛି। ତେଣୁ କବି କହୁଛନ୍ତି ଏଠି ଯେ ପ୍ରଣୟ ପିଉସେ, ପ୍ରେମ ରୂପକ ଅମୃତରେ କାହିଁକି ବିଷ ମିଶିଛି। ବିଶ୍ୱବାସୀ ପ୍ରତି ବିଚିତ୍ର ଏକି ବିଧି ଆଶିଷ। ପ୍ରଣୟ ପିଉସେ ମିଶିଛି କିଆଁ ବିରହ ବିଷ, ବିଶ୍ୱବାସୀ ପ୍ରତି ବିଚିତ୍ର ଏକି ବିଧି ଆଶିଷ। ତେଣୁ ପ୍ରଣୟ ରୂପକ ଅମୃତରେ ବିରହ ରୂପକ ବିଷ ମିଶିଛି। ତେଣୁ ବିଶ୍ୱବାସୀଙ୍କ ପ୍ରତି ଇଏ ବିଚିତ୍ର ଆଶିଷ କାହିଁକି ବିଧି ବିଧାତା ବା ଈଶ୍ୱର ଏ ବ୍ୟବସ୍ଥା କରିଛନ୍ତି, କାହିଁକି ଆଶିଷ ତିଆରି କରିଛନ୍ତି ବା ଏ ବ୍ୟବସ୍ଥା କରିଛନ୍ତି। ପ୍ରଣୟ ରୂପକ ଅମୃତ ତିଆରି କଲେ, ପୁଣି ତା ଦେହରେ ବିରହ ରୂପକ କ'ଣ ବିଷ ମିଶାଇ ଦେଲେ। ଯେଉଁଠି ପ୍ରେମ ଅଛି ସେଠି ବିରହ ଅଛି। ତେଣୁ କାହିଁକି ସେ ବିଧାତା ବିଶ୍ୱବାସୀଙ୍କ ପ୍ରତି ଏ ବିଚିତ୍ର ବିଧିକି ଗଢ଼ିଛି, ପ୍ରେମ କରିଛି, ପ୍ରେମ ସୃଷ୍ଟି କରିଛି, ତା ଦେହରେ ପୁଣି ବିରହ ରୂପକ ଅମୃତ ବିଷ ତା ଦେହରେ ସୃଷ୍ଟି କରିଛି। ହେଲା, ତାପରେ ନା, ସୁନ୍ଦର ସରୋଜ ଚରଣେ କିମ୍ବା ଜଡ଼ିତ ଅହି, ବିପରୀତ ସ୍ଥିତି ରହସ୍ୟ କିଏ ପାରିବ କହି। ସୁନ୍ଦର ସରୋଜ ଚରଣେ କିମ୍ବା ଜଡ଼ିତ ଅହି। ସୁନ୍ଦର ସରୋଜ କହିଲେ ପିଲାମାନେ କ'ଣ ନା, ସୁନ୍ଦର ସରୋଜ କହିଲେ ପଦ୍ମ, ସୁନ୍ଦର ପଦ୍ମ, ପଦ୍ମ ଫୁଲ ଦେଖିବାକୁ ବହୁତ ସୁନ୍ଦର। ସେଇ ସରୋଜ ଚରଣେ, ପଦ୍ମ ଫୁଲର ଚରଣରେ ବା ତାର ଡେମ୍ଫର ନାଡ଼ରେ କ'ଣ ହୁଏ ନା, କିମ୍ବା ଜଡ଼ିତ ଅହି, ଅହି କହିଲେ ସାପ। ତେଣୁ ସୁନ୍ଦର ପଦ୍ମ ଫୁଲର ଚରଣରେ, ତା ମୂଳରେ କାହିଁକି ସାପ ରହୁଛି। ବିପରୀତ ସ୍ଥିତି ରହସ୍ୟ କିଏ ପାରିବ କହି। ଏଇ ଯେଉଁ ବିପରୀତ ସ୍ଥିତି, ୟାର ରହସ୍ୟ କିଏ କହିପାରିବ। ପ୍ରେମ ରୂପକ, ପ୍ରଣୟ ରୂପକ, ପ୍ରେମ ରୂପକ ଅମୃତରେ, ପିୟୁଷରେ ବିରହ ରୂପକ ବିଷକୁ ବିଧାତା କାହିଁକି ଗଢ଼ିଛନ୍ତି ବା କାହିଁକି ଏଇ ଆଶିଷ ବିଶ୍ୱବାସୀଙ୍କ ପ୍ରତି ଦେଇଛନ୍ତି। ଏବଂ ସୁନ୍ଦର ପଦ୍ମଫୁଲ ଯଦି ଦେଲେ, ତା ତଳେ ପୁଣି ସାପର ବାସସ୍ଥାନ କାହିଁ ସୃଷ୍ଟି କରିଛନ୍ତି। ପଦ୍ମଟା ଦେଖିବାକୁ ସୁନ୍ଦର, କିନ୍ତୁ ଯଦି କୌଣସି ମଣିଷ ସେ ପଦ୍ମକୁ ତୋଳିବାକୁ ଯିବ, ତା ମୂଳରେ ସାପ ରହୁଛି, ତାକୁ ସେ ମାରିଦେବାର ସମ୍ଭାବନା ଅଛି। ତେଣୁ ଏ ବିଚିତ୍ର ସୃଷ୍ଟିକୁ ଭଗବାନ କାହିଁକି ସୃଷ୍ଟି କରିଛନ୍ତି ବୋଲି କବି ଏଠି ପ୍ରଶ୍ନ ପଚାରୁଛନ୍ତି।
ପ୍ରିୟଜନ ପ୍ରିୟ ସ୍ଥାନ ମୁଁ ଛାଡ଼ି ବନ୍ଦିଏ ଏଠାରେ, ବିରହ ବିଷମ ବିଷେ ମୋ ମନ ପରାଣ ଘାରେ। ପ୍ରିୟଜନ ପ୍ରିୟ ସ୍ଥାନ ମୁଁ ଛାଡ଼ି ବନ୍ଦି ଏଠାରେ, ମୋ ପ୍ରିୟଜନ ମୋ ପ୍ରିୟ ସ୍ଥାନ, ପ୍ରିୟଜନ ମୋ ଓଡ଼ିଆ ମାନେ ଓଡ଼ିଶାବାସୀ, ଏବଂ ମୋ ପ୍ରିୟ ସ୍ଥାନ ହେଲା ଉତ୍କଳ ଭୂମି, ଉତ୍କଳ ଜନନୀ, ତାକୁ ଛାଡ଼ିକି ମୁଁ ଆଜି ବନ୍ଦି ଏଠାରେ। ତେଣୁ ଉତ୍କଳମଣି କ'ଣ କହୁଛନ୍ତି ନା ମୋର ପ୍ରିୟଜନ ପ୍ରିୟ ସ୍ଥାନକୁ ଛାଡ଼ିକିରି ମୁଁ ଆଜି ଏଠାରେ ବନ୍ଦି ହେଇଛି। ହେଲା। ତାପରେ ବିରହ ବିଷମ ବିଷେ ମୋ ମନ ପରାଣ ଘାରେ, ମୁଁ ପ୍ରିୟଜନକୁ ଛାଡ଼ିକିରି ପ୍ରିୟଜନକୁ ମୋର ଛାଡ଼ିକି ଆଜି ମୁଁ ଏଠି ବନ୍ଦି ହେଇକି ଅଛି। ଏବଂ ବିରହ ବିଷମ ବିଷେ, ବିରହ ରୂପକ ବିଷମ ବିଷେ ମୋ ମନ ପରାଣ ଘାରେ। ବିରହ ରୂପକ ବିଷମ ମାନେ ଅନେକ ବିଷରେ ବା ଗହନ ବିଷୟରେ ମୋ ମନ ଆଜି କ'ଣ ନା ମୋ ମନ ପ୍ରାଣ ଆଜି ଘାରୁଛି। ତେଣୁ ପ୍ରିୟଜନ ପ୍ରିୟ ସ୍ଥାନକୁ ଛାଡ଼ିକି ମୁଁ ଏଠି ବନ୍ଦି ହେଇଛି ଏବଂ ବିରହ ବିଷମ ବିଷୟରେ ମୋ ମନ ପ୍ରାଣ ଆଜି ଘାରୁଛି, ବହୁତ ଘାରୁଛି। ତାପରେ କ'ଣ କହିଲେ, ବିଶ୍ୱ ପ୍ରକୃତିରେ ଦେଖିଲେ ସମ ହୃଦ ବେଦନା, ତାପିତ ଅନ୍ତରେ ଆସିବ ଅବା କ୍ଷଣେ ସାନ୍ତ୍ୱନା। ତେଣୁ ପୁଣି ସେ କହୁଛନ୍ତି ଯେ ବିଶ୍ୱ ପ୍ରକୃତିରେ ଦେଖିଲେ ସମ ହୃଦ ବେଦନା। ବିଶ୍ୱ ପ୍ରକୃତିରେ ଯଦି ଆମେ ସମସ୍ତଙ୍କୁ ଦେଖିବା ତାହେଲେ ସମସ୍ତଙ୍କର ହୃଦୟର ବେଦନା ସମାନ। ତେଣୁ ଏସବୁ ଦେଖିଲେ କ'ଣ ମନରେ ଯେଉଁ ତତଲା ମନ, ତାପିତ ଅନ୍ତରେ, ତାପିତ କହିଲେ ତାପଯୁକ୍ତ ବା ତାତିଲା ହୃଦୟ, ଏ ତାତିଲା ହୃଦୟରେ କ'ଣ ସାନ୍ତ୍ୱନା ଆସିବ, ଥଣ୍ଡା ହେବ, କ୍ଷଣ ହେଲେ ସାନ୍ତ୍ୱନା ମିଳିବ ତତଲା ହୃଦୟକୁ। ଯଦି ବିଶ୍ୱ ପ୍ରକୃତିରେ ସମସ୍ତଙ୍କର ହୃଦୟର ବେଦନାକୁ ମୁଁ ଦେଖେ, ଯଦି ବିଶ୍ୱ ପ୍ରକୃତିରେ ସମସ୍ତଙ୍କର ବେଦନା ହୃଦୟର ବେଦନା ସମାନ, ତେବେ ଏଇ ବେଦନାକୁ ଦେଖିଲେ ମଧ୍ୟ କ'ଣ ତତଲା ହୃଦୟରେ ମୋର କେବେ ସାନ୍ତ୍ୱନା ଆସିବ? ଯେ ଏଇ ଯେଉଁ ଧରଣୀରେ ପୃଥିବୀ ପୃଷ୍ଠରେ ଏଇଭଳିଆ ଅନେକ ଲୋକ ଅଛନ୍ତି ଯେଉଁମାନେ କ'ଣ ଏଇଭଳିଆ ବିରହ ବେଦନାରେ ଦିନ କାଟୁଛନ୍ତି। ଏସବୁ ଦେଖିଲେ ମଧ୍ୟ ତତଲା ହୃଦୟରେ ସାନ୍ତ୍ୱନା ଆସିବ ନାହିଁ। ତାପରେ ପୁଣି କ'ଣ କହିଲେ, ରହ ଆଉ ଦଣ୍ଡେ ସିପାହୀ କିମ୍ବା କର କଟାଳ, କକ୍ଷେ ଅବରୋଧ ସମୟ ପରା ଗୋଧୂଳି କାଳ। ରହ ଆଉ ଦଣ୍ଡେ ସିପାହୀ କିମ୍ବା କର କଟାଳ। ହେ ସିପାହୀ, ଯେତେବେଳେ ସିପାହୀ ଆସିକି ଡାକିଛି, ସନ୍ଧ୍ୟା ହେଇଯାଇଛି, ସମସ୍ତଙ୍କୁ ଡାକିଛି ଯେ ନିଜ ନିଜ କକ୍ଷକୁ ଯାଅ, ତାଲା ପକିଆ ଯିବ ସମସ୍ତଙ୍କୁ। ତେଣୁ ସେତେବେଳେ ପଣ୍ଡିତ ଆମର ଗୋପବନ୍ଧୁ ଦାସ କହୁଛନ୍ତି କ'ଣ, ରହ ଆରେ ଦଣ୍ଡେ ସିପାହୀ, ଏ ସିପାହୀ ଟିକେ ତୁ ରହିଯା, କିମ୍ବା କର କଟାଳ, କାହିଁ କଟାଳ କରୁଛୁ? କଟାଳ କହିଲେ କଟାକ୍ଷ, ରାଗିକି କହିବା, କଟାଳ କହିଲେ କଟାକ୍ଷ। ରହ ଆରେ ଦଣ୍ଡେ ସିପାହୀ, ଦଣ୍ଡେ ଟିକିଏ, ଆରେ ହେ ସିପାହୀ ଆଉ ଟିକିଏ ରହିଯା, ତୁ କଟାକ୍ଷ କର ନାହିଁ ରେ, କଟାଳ କର ନାହିଁ। କକ୍ଷେ ଅବରୋଧ ସମୟ ପରା ଗୋଧୂଳି କାଳ। କକ୍ଷ ଅବରୋଧ, କକ୍ଷକୁ ଯିବା, ରୁମକୁ ଯିବାର ସମୟ ପରା ଗୋଧୂଳି କାଳ। ଗୋଧୂଳି କାଳ କହିଲେ କ'ଣ ନା ସନ୍ଧ୍ୟା ସମୟ। ଗୋଧୂଳି କହିଲେ ସନ୍ଧ୍ୟା ସମୟ, ଯେତେବେଳେ ଗୋରୁ ଗୋଠ ମାନେ ଫେରନ୍ତି ସନ୍ଧ୍ୟା ସମୟରେ, ତାକୁ କୁହାଯାଏ ଗୋଧୂଳି କାଳ। ତେଣୁ ପଣ୍ଡିତ ଗୋପବନ୍ଧୁ ଦାସ କହୁଛନ୍ତି, କହିଲେ ହେ ସିପାହୀ କାହିଁକି ତୁ କଟାକ୍ଷ କରୁଛୁ, କାହିଁକି ତୁ ରାଗୁଛୁ, ଆଉ ଟିକେ ରହିଯା। କକ୍ଷେ ଅବରୋଧ ସମୟ, କକ୍ଷକୁ ଯିବାର ସମୟ ପରା ଗୋଧୂଳି ବେଳା, ସନ୍ଧ୍ୟା ସମୟ, ଏଇଟା ପରା ମୁଁ ଜାଣିଛି, ତେଣୁ ତୁ ଟିକେ ରହିଯା। ଦେଖ ରତ ରତ ହୁଅଇ ରବି ଏବେ ଗଗନେ, ଆଉ ଟିକିଏ ମୁଁ ବୁଲିବି ଏଥି କାରା ପ୍ରାଙ୍ଗଣେ। କହୁଛନ୍ତି ଦେଖ ଏବେ ବି ମଧ୍ୟ ରତ ରତ ହଉଛନ୍ତି, ଏବେ ବି ସୂର୍ଯ୍ୟ ଆକାଶରେ ଦେଖାଯାଉଛନ୍ତି। ରତ ରତ କହିଲେ କ'ଣ ନା ସୂର୍ଯ୍ୟ ଯେଉଁ ଆକାଶରେ ଚିକିମିକି ହଉଥିବା, ଝକମକ ହଉଥିବା ଆକାଶରେ, ହେଲା, ସୂର୍ଯ୍ୟଙ୍କ କିରଣ ଲେବୁଥିବ, ଜଳୁଥିବ। ତେଣୁ ଦେଖ ରତ ରତ ହୁଅଇ ରବି ଏବେ ଗଗନେ। ତେଣୁ କବି କହୁଛନ୍ତି ହେ ସିପାହୀ ଟିକେ ରହିଯା, ତୁ କଟାକ୍ଷ କର ନାହିଁ, ଗୋଧୂଳି ସମୟ ଅଛି, ଏବେ ବାକି ଅଛି ଗୋଧୂଳି ସମୟ। ମୁଁ ଜାଣିଛି ଯେ କକ୍ଷକୁ ଯିବା ସମୟ ପରା ଗୋଧୂଳି କାଳ, ସନ୍ଧ୍ୟା ସମୟ, କିନ୍ତୁ ଦେଖ ଆକାଶକୁ ଦେଖ, ସୂର୍ଯ୍ୟ ପରା ଏବେ ବି ଅସ୍ତ ହୋଇନାହାନ୍ତି, ଏବେ ବି ମଧ୍ୟ ଦେଖାଯାଉଛନ୍ତି, ରତ ରତ ହଉଛନ୍ତି ଆକାଶରେ। ଆଉ ଟିକିଏ ମୁଁ ବୁଲିବି ଏଥି କାରା ପ୍ରାଙ୍ଗଣେ। ତେଣୁ ଗଗନେ ସୂର୍ଯ୍ୟ ଏବେ ବି ରତ ରତ ହଉଛନ୍ତି, ଦେଖାଯାଉଛନ୍ତି। ମୁଁ ଆଉ ଟିକିଏ ବୁଲିବି ଏଇ କାରା ପ୍ରାଙ୍ଗଣରେ, ଏଇ କାରାଗାରର ଅଗଣା ଭିତରେ, ପରିସର ଭିତରେ ମୁଁ ଆଉ ଟିକିଏ ବୁଲିବି। ଯମଦୂତ ହୃଦେ କରୁଣା କାହୁଁ ବସିବ ତିଳେ, ଅଧିକ ନ କହି ମର୍ଯ୍ୟାଦା ଜଗି ପଶିବି ବିଳେ। ତେଣୁ ଯମଦୂତ ହୃଦୟ କରୁଣା କାହୁଁ ପଶିବ ତିଳେ। ଯମଦୂତ, ଏଇ ସିପାହୀ ହେଉଛି କିଏ ନା ଯମଦୂତ ବୋଲି କହୁଛନ୍ତି। ଇଂରେଜ ମାନଙ୍କର ସିପାହୀ ହେଉଛି କିଏ ନା ଯମଦୂତ। ଇଂରେଜ ମାନେ ଯମ ହେଲେ, ସିପାହୀ ହେଲେ ତାଙ୍କ ଦୂତ। ତେଣୁ କବି କହୁଛନ୍ତି ଯେ ଯମଦୂତ ହୃଦୟରେ କରୁଣା କାହୁଁ ଆସିବ ଟିକେ, ତିଳେ କହିଲେ ଟିକେ ହେଲେ। ତେଣୁ ଯମଦୂତଙ୍କ ହୃଦୟରେ ବା କରୁଣା କୋଉଠି ଆସିବ? ସିପାହୀ ମନା କରୁଛି ନାଇଁ ଆଉ ଅପେକ୍ଷା ନାହିଁ, ତମେ କକ୍ଷକୁ ଚାଲ। ତେଣୁ ସେତେବେଳେ କହୁଛନ୍ତି ଯେ ଯମଦୂତଙ୍କ ହୃଦୟରେ
କୋଉଠୁ ଟିକେ ଦୟା ଆସିବ, କରୁଣା କୋଉଠୁ ଆସିବ? ତେଣୁ ଅଧିକ ନ କହି ମର୍ଯ୍ୟାଦା ଜଗି ପଶିବି ବିଳେ। ତେଣୁ ଆଉ ଅଧିକ ନ କହିକିରି ମୋ ନିଜ ମର୍ଯ୍ୟାଦାକୁ ମୁଁ ଦେଖିକିରି ଜଗିକିରି ମୁଁ ମୋ ଯାଇକି କ'ଣ ନା ବିଳରେ ପଶିବି। ବିଳେ କହିଲେ କ'ଣ ପିଲାମାନେ? ଗାତ। ବିଳେ କହିଲେ ଗାତ, କିନ୍ତୁ ଏଠି ଗାତକୁ ନ ବୁଝିକି ଏଠି କ'ଣ କକ୍ଷକୁ କୁହାଯାଉଛି, ବା ବନ୍ଦୀଶାଳା ଯୋଉ ବନ୍ଦୀର କକ୍ଷ ଭିତରେ, ଯୋଉ କକ୍ଷ ଭିତରେ ଆମର ଉତ୍କଳମଣି ରହୁଥିଲେ ତାକୁ ବିଳ ବୋଲି କହୁଛନ୍ତି। ତେଣୁ କହୁଛନ୍ତି ଯମଦୂତ ହୃଦୟରେ କରୁଣା କୋଉଠୁ ଆସିବ? ତେଣୁ ଅଧିକ ନ କହିକିରି ମୋ ନିଜ ମର୍ଯ୍ୟାଦାକୁ ମୁଁ ଜଗିକିରି ମୁଁ ପଶିବି ବିଳେ, ମୁଁ ଯାଇକି ମୋ କକ୍ଷରେ ପଶିବି। ତେଣୁ ଏହା କହିଛନ୍ତି ଉତ୍କଳମଣି। ଶେଷରେ ତାଙ୍କ କକ୍ଷକୁ ସେ ଯାଇଛନ୍ତି ହେଲା। ତେଣୁ ଏହିପରି ଭାବେ ସୁନ୍ଦର ଭାବରେ ନିଜର କଥାଟିକୁ ପ୍ରକୃତି ସହିତ ଯୋଡ଼ିକିରି, ସନ୍ଧ୍ୟା ସମୟର ଦୃଶ୍ୟ ସହିତ ଯୋଡ଼ିକିରି କିପରି ଭାବରେ ନିଜର ମନର ଭାବକୁ ମାନବୀୟ ଦୃଷ୍ଟିକୋଣରୁ ନିଜର ବିରହ ବେଦନା, ମନର ବ୍ୟଥା, ଏସବୁକୁ ଉତ୍କଳମଣି ଅତି ସୁନ୍ଦର ଭାବରେ ଏହି କବିତାରେ ତାଙ୍କର ଉପସ୍ଥାପିତ କରିଛନ୍ତି। ତେବେ ପିଲାମାନେ, ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ଆପଣ ବୁଝିପାରିଥିବେ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଏବଂ ଆଜିର ବିଷୟବସ୍ତୁକୁ ଆମେ ଏଇଠି ପରିସମାପ୍ତି କରୁଛୁ। ରହିଲି, ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।